ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ। ଆଜି ଆମେ +3 ଫାର୍ଷ୍ଟ ସେମିଷ୍ଟରର ସିଲାବସ୍ ଉପରେ ଡିସ୍କସନ୍ କରିବା। କ'ଣ ସିଲାବସ୍ ଅଛି ଓ ତାଥିରେ କେଉଁ ବହି ଫଲୋ କଲେ ଆମେ ତା ପାଇଁ ପଢ଼ାପଢ଼ି କରିପାରିବା, ସେସବୁ ବିଷୟରେ ଆମେ ଆଲୋଚନା କରିବା। ତ +3 ଫାର୍ଷ୍ଟ ସେମିଷ୍ଟରର କୋର୍ 1 ହେଉଛି ସବଜେକ୍ଟରେ ୟୁନିଟ୍ 1 ଭାଷାର ସଂଜ୍ଞା, ସ୍ୱରୂପ ଓ ପ୍ରକାରଭେଦ। ୟୁନିଟ୍ 2 ଭାଷା ଉତ୍ପତ୍ତି ସମ୍ପର୍କୀୟ ବିଭିନ୍ନ ସିଦ୍ଧାନ୍ତ। ୟୁନିଟ୍ 3 ପୃଥିବୀର ଭାଷା ପରିବାର। ୟୁନିଟ୍ 4 ମାନକ ଭାଷା ଓ ଉପଭାଷା। ଆଉ କୋର୍ 2କୁ ଯଦି ଆମେ ଆଲୋଚନା କରିବା, କୋର୍ 2ର ୟୁନିଟ୍ 1ରେ ଅଛି କାବ୍ୟ କବିତା। କାବ୍ୟ କବିତାରେ କାବ୍ୟ ମହାକାବ୍ୟର ସଂଜ୍ଞା, ସ୍ୱରୂପ ଓ ପ୍ରକାରଭେଦ ଅଛି। ଖରେ ଅଛି ଗୀତି କବିତା, ଗାଥା କବିତା, ସନେଟ୍, ସମ୍ବୋଧନ ଗୀତିକାର ସଂଜ୍ଞା, ସ୍ୱରୂପ ଏଗୁଡ଼ାକ। ୟୁନିଟ୍ 2ରେ ଅଛି ଗଳ୍ପ ଓ ଉପନ୍ୟାସ। ଗଳ୍ପର ସଂଜ୍ଞା, ସ୍ୱରୂପ ଓ ପ୍ରକାରଭେଦ। ଉପନ୍ୟାସର ସଂଜ୍ଞା, ସ୍ୱରୂପ ଓ ପ୍ରକାରଭେଦ। ଆଉ ୟୁନିଟ୍ 3ରେ ଅଛି ନାଟକ ଓ ଏକାଙ୍କିକା। ନାଟକର ସଂଜ୍ଞା, ସ୍ୱରୂପ, ପ୍ରକାରଭେଦ। ଏକାଙ୍କିକାର ସଂଜ୍ଞା, ସ୍ୱରୂପ, ପ୍ରକାରଭେଦ। ୟୁନିଟ୍ 4ରେ ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, ଜୀବନୀ, ଆତ୍ମଜୀବନୀ ର ସଂଜ୍ଞା ଓ ସ୍ୱରୂପ। ଯଦି ୟୁନିଟ୍ 1କୁ ଆମେ ଦେଖିବା, ତାର କୋଉ ବହି ତମର ଦରକାର? ବାସୁଦେବ ସାହୁଙ୍କର ଅଛି କ'ଣ ଭାଷା ବିଜ୍ଞାନର ରୂପରେଖ ବହି ଅଛି। ସେ ବହିଟାକୁ ଟିକେ ଆଣିବ, ତମ ପାଇଁ ଦରକାର ଅଛି। ତାପରେ ଏଥିରେ ହେଉଛି ସୁରେନ୍ଦ୍ର କୁମାର ମହାରଣାଙ୍କର ସାହିତ୍ୟର ଡାଳପତ୍ର ବହି। ଏଇ ବହିକି ଯଦି ତମେ ଆଣିବ ପିଲାମାନେ, ତମକୁ ଏଇଟା ଏଇ ସବୁ ଟପିକ୍ ଗୁଡ଼ାକ ଅଛି, ସେ ଟପିକ୍ର ଯାହା ସବୁ ବିଷୟ ଗୁଡ଼ାକ ଅଛି, ସେଥିରେ ନିଶ୍ଚିତ ଭାବରେ ତମକୁ କିଛି ସାହାଯ୍ୟ ମିଳିବ।